हेलो हाय नमस्कार केमती अछंती समस्ते समस्तଙ୍କୁ ମୋ ପରୀକ୍ଷା ୟୁଟ୍ୟୁବ୍ ଚ୍ୟାନେଲରେ ସ୍ୱାଗତ। ଆଉ ଯେମିତିକି ଆପଣମାନେ ଦେଖିପାରୁଥିବେ ଥମ୍ବନେଲରେ ଥିଲା DRDA ଆମର ଯେଉଁ ଡିଷ୍ଟ୍ରିକ୍ଟ ରୁରାଲ ଡେଭଲପମେଣ୍ଟ ଏଜେନ୍ସି ତାର ଗୋଟେ ଏକ ନିଯୁକ୍ତି ସୁଯୋଗ ଆସିଯାଇଛି ଆପଣଙ୍କର ଏକ ବିରାଟ ଅପଡେଟ୍ ଏଇଟା ବହୁତ ବଡ଼ ଅପଡେଟ୍ ଡିଷ୍ଟ୍ରିକ୍ଟ ରୁରାଲ ଡେଭଲପମେଣ୍ଟ ଏଜେନ୍ସି ରାୟଗଡ଼ା ତରଫରୁ ଦେଖନ୍ତୁ ନୋଟିସ୍ ନମ୍ବର 3101 ବାଇ XV77/2021 ନୋଟିସ୍ ନମ୍ବର ଆଉ ଡେଟ୍ ପଡ଼ିଛି ଆପଣଙ୍କର 15/9/2021 ଆଡ଼ଭର୍ଟାଇଜମେଣ୍ଟ ଆପଣଙ୍କର ଆସିଯାଇଛି। application in the prescribed format available on the website www.rayagada.nic.in are invited from the eligible candidates for selection and engagement of 47 ग्राम रोजगार सेवक। जो अपडेटटा आमर आसुची एटा आमर DRDA रु ग्राम रोजक सेवक पोस्ट पई जो आमे कहूचे जीआरएस पोस्ट पई ଆପଣଙ୍କର ଭେକେନ୍ସିଟା ଆସୁଛି ଟୋଟାଲ 47 ନମ୍ବରର ଭେକେନ୍ସି ରହୁଛି ଆପଣଙ୍କର ପୋଷ୍ଟିଂ ପାଇବେ ଆପଣ ଡିଷ୍ଟ୍ରିକ୍ଟ ରୁରାଲ ଡେଭଲପମେଣ୍ଟ ଏଜେନ୍ସି ରାୟଗଡ଼ା ଥ୍ରୋରୁ ଡିଫରେଣ୍ଟ ଗ୍ରାମ ପଞ୍ଚାୟତରେ ଆପଣଙ୍କର ପଞ୍ଚାୟତ ଅଫିସରେ ଜିଆରଏସ୍ ପଦବୀରେ ନିଯୁକ୍ତି ହେବ। ଆଉ ଲେଖା ହେଇଛି ସାଙ୍ଗମାନେ ଦେଖନ୍ତୁ ଏଠି ଦିସ୍ ପୋଷ୍ଟ ଗ୍ରାମ ରୋଜଗାର ସେବକ ମଲ୍ଟିପର୍ପୋଜ ଆସିଷ୍ଟାଣ୍ଟ ଯୋଉ ପୋଷ୍ଟକୁ କୁହାଯାଉଛି on purely contractual basis from different gram panchayat of Rayagada district under MGNREGS। MGNREGS ସାଙ୍ଗମାନେ କ'ଣ ଜାଣିଥିବେ ଯେଉଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଯୋଉଟା ଆମର ଅଛି ସେଇ ସବୁ ଜିନିଷକୁ ଜିଆରଏସ୍ ମାନେ ତଦାରଖ କରନ୍ତି। ସେଇ ପୋଷ୍ଟ ପାଇଁ ଆପଣଙ୍କର ଭ୍ୟାକେନ୍ସି ଅଛି ତ ସେମାନେ ଗ୍ରାମ ପଞ୍ଚାୟତରେ ପୋଷ୍ଟିଂ ପାଇବେ ଆଉ ତାଙ୍କର ମନ୍ଥଲି ରେମ୍ୟୁନେସନ୍ ରହୁଛି 7,000 ଟଙ୍କା 7,000 ଟଙ୍କା ତାଙ୍କର ସ୍ୟାଲେରୀ। ଆଉ ଲେଖା ହେଇଛି ଦେଖନ୍ତୁ ଏଠି ଦ ଆପ୍ଲିକେସନ୍ସ ସୁଡ୍ ରିଚ୍ ଟୁ ଦ ପ୍ରୋଜେକ୍ଟ ଡିରେକ୍ଟର DRDA ରାୟଗଡ଼ା on or before 22/10/2021 by 5 p.m. sharp by registered post or speed post only। ଆପଣ ମାନେ ଯେଉଁ ଆବେଦନ କରିବେ ଆପଣ କେଉଁ ଆଡ୍ରେସରେ ପଠେଇବେ ପ୍ରୋଜେକ୍ଟ ଡିରେକ୍ଟର DRDA ରାୟଗଡ଼ା ତାଙ୍କ ଆଡ୍ରେସରେ ପଠେଇବେ ଆଉ ଆପଣଙ୍କର ଲାଷ୍ଟ ଡେଟ୍ ରହୁଛି 22 ତାରିଖ ଅକ୍ଟୋବର 22 ତାରିଖ 22/10/2021 5 ତାରିଖ ସୁଦ୍ଧା ଆପଣଙ୍କର ସ୍ପିଡ ପୋଷ୍ଟ ପହଞ୍ଚିବା ଦରକାର ନହେଲେ ଆପଣଙ୍କର ଆପ୍ଲିକେସନଟା ରିଜେକ୍ଟ ହେଇଯିବ। ଆଉ ଲେଖା ହେଇଛି application received after the last date or on any other mode shall be liable for rejection। ଆପଣ ଯଦି ସ୍ପିଡ ପୋଷ୍ଟ ନ କରିକି ଆଉ କେଉଁ ଥ୍ରୁରେ ପଠେଇଥିବେ ତାହେଲେ ଆପଣଙ୍କର ରିଜେକ୍ଟ ହେବ। ଆପଣଙ୍କର 22 ତାରିଖ ପରେ ଯଦି ବି ସ୍ପିଡ ପୋଷ୍ଟ ପହଞ୍ଚିଥିବ ତାହେଲେ ବି ରିଜେକ୍ଟ ହେବ। For details of the terms and condition eligibility criteria application form please visit the NIC website of www.rayagada.nic.in। ଦେଖନ୍ତୁ ଆପଣଙ୍କର ଟୋଟାଲ ନୋଟିଫିକେସନ୍ ମୁଁ ଆପଣଙ୍କୁ ଏଠି ଆଣିକି ନେଇକି ଆସିଛି ଭ୍ୟାକେନ୍ସି ପୋଜିସନ୍ ଯେଉଁଟା ଆପଣଙ୍କର ଅଛି ଅଣ୍ଡର ରିଜର୍ଭ ଯେଉଁଟାକି ଜେନେରାଲ ପିଲାଙ୍କ ପାଇଁ 40ଟା ଟୋଟାଲ ଭ୍ୟାକେନ୍ସି ରହୁଛି ସେଥିରୁ 15 ଜଣ ମେଲ୍ ଆଉ 25 ଜଣ ଆପଣଙ୍କର ଫିମେଲ୍। ସେମିତି ST ମାନଙ୍କର ସାତଟା ଯାକ ଓମେନ୍ ଅଛି ଆଉ PWD ହେଉଛି ଆପଣଙ୍କ 4% ରହୁଛି ଟୋଟାଲ ନମ୍ବର ଅଫ୍ ଭ୍ୟାକେନ୍ସିର 4%। ଆଉ ଲେଖା ହେଇଛି 33.3 ଅଫ୍ ଇଚ୍ କ୍ୟାଟାଗୋରୀ shall be kept reserved for women candidates। ଓମେନ୍ ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି 33.3% ଓମେନ୍ ମାନଙ୍କୁ ଏଥିରେ ପୋଷ୍ଟରେ ତାଙ୍କର ନିଯୁକ୍ତି କରାଯିବ ବୋଲି ଏଠି ସୂଚନା ଦିଆଯାଇଛି। ଦେଖିଦେବା ସାଙ୍ଗମାନେ ଇଲିଜିବିଲିଟି କ'ଣ ଅଛି। ଇଲିଜିବିଲିଟି ଦେଖନ୍ତୁ ପ୍ରଥମେ ଆସିଯିବା ଏଜ୍ ଅଛି ଆପଣଙ୍କର ଦ applicants shall not be below 18 years and above 40 years as on the first day of the month during which the recruitment process by calling for application starts। ମାନେ ଆପଣଙ୍କର 18ରୁ ଆପଣଙ୍କର 40 ବର୍ଷ ଭିତରେ ଆପଣଙ୍କର ହେଇଥିବା ଦରକାର ଏଜ୍। ଦେଖନ୍ତୁ ଏଜୁକେଶନାଲ କ୍ୱାଲିଫିକେସନ୍ କ'ଣ ମାଗିଛି ଦ ମିନିମମ୍ କ୍ୱାଲିଫିକେସନ୍ ଅଫ୍ ଦ କ୍ୟାଣ୍ଡିଡେଟ୍ସ ଇଜ୍ 10th +2 pass or its equivalent as on notified from time to time by CHSE Odisha with computer proficiency of O level। +2 ପାସ୍ କରିଥିବା ଆପଣଙ୍କର ଦରକାର ଆଉ ତା ସହ ଆପଣଙ୍କର O levelର କମ୍ପ୍ୟୁଟର ସାର୍ଟିଫିକେଟ୍ ଥିବା ଦରକାର। ଆଉ ଆପଣ ଓଡ଼ିଆରେ ବି କମ୍ପ୍ୟୁଟର ୟୁଜ୍ କରିପାରୁଥିବେ ଯେମିତିକି ଆକୃତି ବହୁତ ସାରା ସଫ୍ଟୱେର୍ ଅଛି ସେଗୁଡ଼ା ଆପଣ କ୍ଲିୟର ରହିଥିବା ଦରକାର। କମ୍ପ୍ୟୁଟର ପ୍ରୋଫିସିଏନ୍ସି ଇଜ୍ ଓନ୍ଲି କ୍ୱାଲିଫାଇଂ ଇନ୍ ନେଚର ଆଣ୍ଡ ସାଲ୍ ନଟ୍ କାଉଣ୍ଟ ଫର୍ ଡିଟରମାଇନିଂ ଦ ଅର୍ଡର ଅଫ୍ ମେରିଟ୍। କମ୍ପ୍ୟୁଟର ପ୍ରୋଫିସିଏନ୍ସି ଯେଉଁଟା ରହୁଛି ସେଇଟା ଖାଲି ଯେଉଁ ରିକ୍ୱାରମେଣ୍ଟର କ୍ୱାଲିଫାଏ କରିବା ପାଇଁ ଆପଣଙ୍କୁ ମାଗିଛି
ଆଉ ସିଏ ମେରିଟ୍ ଲିଷ୍ଟରେ ଆପଣଙ୍କର ମାନେ ତା ସହ କିଛି ଲିଙ୍କ ନାହିଁ। ଆଉ ଲେଖିଛି ସାଙ୍ଗମାନେ ଦେଖନ୍ତୁ, ଇକ୍ୱିଭାଲେଣ୍ଟ ସାର୍ଟିଫିକେଟ୍ ଅଫ୍ 10+2 ଫର୍ ଦ ପର୍ପୋଜ ଅଫ୍ ଇକ୍ୱିଭାଲେଣ୍ଟ ଅଫ୍ ହାୟର ସେକେଣ୍ଡାରୀ ଏକ୍ଜାମିନେସନ୍ କଣ୍ଡକ୍ଟେଡ୍ ବାଇ ଇନଷ୍ଟିଚ୍ୟୁସନ୍ ଡିକ୍ଲେୟାର୍ଡ ଇକ୍ୱିଭାଲେଣ୍ଟ ବାଇ ସିଏଚଏସସି। ସିଏଚଏସସି ଥ୍ରୋରୁ ଆପଣଙ୍କର ରହିଥିବା ଦରକାର +2 ଆପଣଙ୍କର। ତାପରେ ଲେଖା ହେଇଛି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ଏଠି ଆପଣ ଦେଖିପାରୁଥିବେ 3 ନମ୍ବର ପଏଣ୍ଟରେ ଯେଉଁ ଲେଖା ହେଇଛି ଡୋମିସିଏଲ। ଡୋମିସିଏଲ ହେଉଛି ଆପଣଙ୍କର ଦ କ୍ୟାଣ୍ଡିଡେଟ୍ ସୁଡ୍ ବି ଏ ରେସିଡେଣ୍ଟ ଅଫ୍ ଦ ରାୟଗଡ଼ା ଡିଷ୍ଟ୍ରିକ୍ଟ, ମାନେ କେବଳ ରାୟଗଡ଼ା ଡିଷ୍ଟ୍ରିକ୍ଟର ପିଲା ହିଁ ଏଇ ପୋଷ୍ଟ ପାଇଁ ଏଲିଜିବୁଲ୍, ସେମାନେ ହିଁ ଏଇଟା ଆପ୍ଲାଏ କରିପାରିବେ। କ୍ରାଇଟେରିଆ ଫର୍ ସିଲେକ୍ସନ୍ ଅଫ୍ ଜିଆରଏସ୍ ଦେଖନ୍ତୁ 4 ନମ୍ବର ପଏଣ୍ଟରେ ଲେଖା ହେଇଛି ସିଲେକ୍ସନ୍ ଅଫ୍ କ୍ୟାଣ୍ଡିଡେଟ୍ସ ସାଲ୍ ବି ଷ୍ଟ୍ରିକ୍ଟଲି ଅନ୍ ଦ ବେସିକ୍ ଅଫ୍ ମାର୍କସ୍ ଅବଟେନ୍ ଇନ୍ 10+2। +2ର ମାର୍କ ବେସିକ୍ରେ ସିଏ ଆପଣଙ୍କୁ ସିଲେକ୍ସନ୍ ନେବେ। ମାର୍କ ସିକ୍ୟୁର୍ ଇନ୍ ଫୋର୍ଥ ଅପସନାଲ୍ ସେଲ୍ ନଟ୍ ବି ଇନକ୍ଲୁଡେଡ୍। ଫୋର୍ଥ ଅପସନାଲ୍ ଆପଣଙ୍କର ଯେଉଁ ରହୁଛି, ଫୋର୍ଥ ଅପସନାଲ୍ ଆପଣଙ୍କର +2ରେ ଆପଣଙ୍କର ଯେଉଁ ସବଜେକ୍ଟ ବି ଥିଲା, ଫୋର୍ଥ ଅପସନାଲ୍ ଆପଣଙ୍କର କାଉଣ୍ଟ ହେବ ନାହିଁ। ଜିଆରଏସ୍ ୱିଲ୍ ଫର୍ମ ଏଜ୍ ଏ ଡିଷ୍ଟ୍ରିକ୍ଟ କ୍ୟାଡର ଅଫ୍ ପୋଷ୍ଟ। ଆପଣ ଦେଖିଦେବା। ଆଉ ଦେଖନ୍ତୁ ଟର୍ମସ୍ ଆଣ୍ଡ କଣ୍ଡିସନ୍ ଅଛି, ବହୁତ ଇମ୍ପୋର୍ଟାଣ୍ଟ ଟର୍ମସ୍ ଆଣ୍ଡ କଣ୍ଡିସନ୍ ମୁଁ ଆପଣଙ୍କୁ କହିଦେଉଛି। ତ ମଲ୍ଟିପର୍ପୋଜ୍ ଆସିଷ୍ଟାଣ୍ଟ ଦ୍ୟାଟ୍ ଇଜ୍ ଜିଆରଏସ୍ ୱିଲ୍ ବି ଏନଗେଜ୍ଡ ଅନ୍ ପ୍ୟୁରଲି କଣ୍ଟ୍ରାକ୍ଚୁଆଲ୍ ବେସିକ୍। ଏଇଟା ଆପଣଙ୍କର କଣ୍ଟ୍ରାକ୍ଚୁଆଲ୍ ଥ୍ରୋରେ ହିଁ ଆପଣ ରହିବେ। ଦେଖନ୍ତୁ ଏଠି ଲେଖା ହେଇଛି କଣ୍ଟ୍ରାକ୍ଚୁଆଲ୍ ବେସିକ୍ରେ ଆପଣ ରହିବେ, ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟରେ ଦେଖନ୍ତୁ ଦ ଜିଆରଏସ୍ ସାଲ୍ ସବମିଟ୍ ଆଣ୍ଡ ଅଣ୍ଡରଟେକିଂ ଆଣ୍ଡ ଏକ୍ଜିକ୍ୟୁଟ୍ ଆଣ୍ଡ ଏଗ୍ରିମେଣ୍ଟ, ମାନେ ଏଗ୍ରିମେଣ୍ଟ ରହିବ ଆପଣଙ୍କର କାହା ସହ, କଲେକ୍ଟର କମ୍ ସିଇଓ, ଯିଏକି ଜିଲ୍ଲା ପରିଷଦ, ଆମର ଜିଲ୍ଲା ପରିଷଦ ସିଇଓ ଆମେ ଯାହାକୁ କହୁଛୁ, ସେ କଲେକ୍ଟର ହିଁ ରହୁଛନ୍ତି। ତାଙ୍କର ନନ୍ ଜୁଡ଼ିସିଆଲ୍ ଷ୍ଟାଫ୍ ପେପରରେ ଆପଣଙ୍କର ଏଗ୍ରିମେଣ୍ଟଟା ରହିବ। 2 ନମ୍ବର ପଏଣ୍ଟ। 3 ନମ୍ବର ସାଙ୍ଗମାନେ ଦେଖନ୍ତୁ ଦ କ୍ୟାଣ୍ଡିଡେଟ୍ସ ନିଡ୍ ଟୁ ଆପ୍ଲାଏ ଦ ପ୍ରେସ୍କ୍ରାଇବ୍ଡ ଫର୍ମାଟ୍ ଆଭେଲେବୁଲ୍ ଏଟ୍ rayagada.nsc.in। ଏଇଟା ଆପଣଙ୍କର ୱେବସାଇଟ୍ ମେନସନ୍ କରାହେଇଛି, ୱେବସାଇଟ୍ରୁ ଆପଣ ଡିଟେଲ୍ ଆପଣ ଦେଖିପାରିବେ। ଦ କ୍ୟାଣ୍ଡିଡେଟ୍ ମଷ୍ଟ ସେଣ୍ଡ ଏୟାର ଇଙ୍କ ସାଇନ୍ଡ ଆପ୍ଲିକେସନ୍ form so as to reach DRDA Rayagada before the cut-off date 22/10/2021। 22 ତାରିଖ 22 ଅକ୍ଟୋବର 5ଟା ସନ୍ଧ୍ୟା 5ଟା ସୁଦ୍ଧା ଆପଣ ସ୍ପିଡ୍ ପୋଷ୍ଟ ପଠାଇଦେବେ। ତାପରେ ଦେଖନ୍ତୁ ଦ ଅଥରିଟି ୱିଲ୍ ନଟ୍ ବି ରେସ୍ପନ୍ସିବଲ୍ ଫର୍ ଏନି ପୋଷ୍ଟାଲ୍ ଡିଲେ। ପୋଷ୍ଟାଲ୍ ଡିଲେ ହେଲେ ଅଥରିଟି ରେସ୍ପନ୍ସିବଲ୍ ନୁହଁ, କିମ୍ବା ଆପଣଙ୍କର ଆପ୍ଲିକେସନ୍ ଯଦି ହଜିଯାଉଛି ତାହେଲେ ଅଥରିଟି ରେସ୍ପନ୍ସିବଲ୍ ନୁହଁ। ଆଉ ଗୋଟେ ଦେଖନ୍ତୁ ପଏଣ୍ଟ ଅଛି ଦ ଆପ୍ଲିକେସନ୍ ସୁଡ୍ ବି ସେଣ୍ଟ ଓନ୍ଲି ଥ୍ରୁ ରେଜିଷ୍ଟର ସ୍ପିଡ୍ ପୋଷ୍ଟ। ସ୍ପିଡ୍ ପୋଷ୍ଟରେ ହିଁ ଆପଣ ପଠାଇବେ, ଯେଉଁଟାକି ଆପଣଙ୍କୁ ଆଗରୁ ବି ମୁଁ କହିଥିଲି। ଆଉ ଡେଟ୍ ଆପଣଙ୍କର ଯେଉଁ 22 ତାରିଖ ମେନସନ୍ କରାହେଇଛି, 22 ତାରିଖ ସୁଦ୍ଧା ପଠାଇଦେବେ। ଆଉ ଦେଖନ୍ତୁ ଲେଖା ହେଇଛି ଡିଷ୍ଟ୍ରିକ୍ଟ ରୁରାଲ୍ ଡେଭଲପମେଣ୍ଟ ଏଜେନ୍ସି ରାୟଗଡ଼ା ରିଜର୍ଭଡ୍ ଅଲ୍ ଦ ରାଇଟ୍ସ ଟୁ ରିଜେକ୍ଟ ଅର୍ ଆକ୍ସେପ୍ଟ ଏନି ଅଲ୍ ଆପ୍ଲିକେସନ୍ ୱିଦାଉଟ୍ ଆସାଇନିଂ ଏନି ରିଜନ୍। ୱିଦାଉଟ୍ ରିଜନ୍ରେ ସେ ଆପଣଙ୍କୁ ସିଲେକ୍ସନ୍ କିମ୍ବା ରିଜେକ୍ସନ୍ କରିପାରିବାର କ୍ଷମତା ତାଙ୍କ ପାଖରେ ରହୁଛି। ତାପରେ ଦେଖନ୍ତୁ ଏଠି ଲେଖା ହେଇଛି ଅଲ୍ ଦ ଟର୍ମସ୍ ଆଣ୍ଡ କଣ୍ଡିସନ୍ ଆର୍ ସବଜେକ୍ଟ ଟୁ ଚେଞ୍ଜ ଏଜ୍ ପର୍ ଗାଇଡ଼ଲାଇନ୍ ଇସ୍ୟୁ ବାଇ ଦ ଗଭର୍ଣ୍ଣମେଣ୍ଟ ଫ୍ରମ୍ ଟାଇମ୍ ଟୁ ଟାଇମ୍। ଗଭର୍ଣ୍ଣମେଣ୍ଟର ନିୟମ ହିସାବରେ ସେ ତାଙ୍କର ରୁଲ୍ସ ରେଗୁଲେସନ୍ ତାଙ୍କର ଚେଞ୍ଜ ହେଉଥାଏ ସବୁବେଳେ, ତ ସେଇଟା ଟିକେ ଧ୍ୟାନରେ ରଖିଥିବେ। ତ କ୍ୟାଣ୍ଡିଡେଟ୍ସ ମଷ୍ଟ ବି ଏବୁଲ୍ ଟୁ ରିଡ୍ ସ୍ପିକ୍। ଆପଣ ଓଡ଼ିଆ ପଢ଼ିପାରୁଥିବା ଦରକାର, କହିପାରୁଥିବା ଦରକାର। ଆପଣ ଓଡ଼ିଆ ଲାଙ୍ଗୁଏଜରେ 10th ଆପଣଙ୍କର ଯେଉଁ ସ୍କୁଲ୍ ଆଣ୍ଡ ମାସ୍ ଏଜୁକେସନ୍ ଡିପାର୍ଟମେଣ୍ଟ ରହୁଛି, ମାନେ ଆପଣଙ୍କର 10th କିମ୍ବା ଇକ୍ୱିଭାଲେଣ୍ଟ ବୋର୍ଡ଼ରୁ ଆପଣ ଓଡ଼ିଆ ଗୋଟେ ସବଜେକ୍ଟ ଥିବା ଦରକାର ଆପଣଙ୍କର। ଦ କ୍ୟାଣ୍ଡିଡେଟ୍ସ ହୁ ସବମିଟ୍ PGDCA ସାର୍ଟିଫିକେଟ୍ ଇନ୍ ସପୋର୍ଟ ଅଫ୍ ଦ କମ୍ପ୍ୟୁଟର ପ୍ରୋଫିସିଏନ୍ସି ମଷ୍ଟ ହାଭ୍ କମ୍ପ୍ଲିଟେଡ୍ ଗ୍ରାଜୁଏସନ୍। ଯଦି ଆପଣ PGDCA ଥ୍ରୋରେ ପକାଉଛନ୍ତି ପୋଷ୍ଟକୁ, ଇମ୍ପୋର୍ଟାଣ୍ଟ ପଏଣ୍ଟ ଏଇଟା ଦେଖନ୍ତୁ, ଯଦି PGDCA ଥ୍ରୋରେ ପକାଉଛନ୍ତି ତାହେଲେ ଆପଣଙ୍କର ଗ୍ରାଜୁଏସନ୍ କ୍ଲିୟର ହେଇଥିବା ଦରକାର। ଗ୍ରାଜୁଏସନ୍ କ୍ଲିୟର ନଥିଲେ PGDCA ଦେଇପାରିବେନି। ତାପରେ ଦେଖନ୍ତୁ ଇମ୍ପୋର୍ଟାଣ୍ଟ ଡେଟ୍ସ ଅଛି, ଲାଷ୍ଟ ଡେଟ୍ ଯେଉଁଟା ଆପଣଙ୍କର ସେଇଟା 22/10/2021 ରହୁଛି। ଦେଖନ୍ତୁ ଏଥିରେ ଆପଣଙ୍କର କଲେକ୍ଟର ଆଉ ରାୟଗଡ଼ା କଲେକ୍ଟରଙ୍କର ସାଇନ୍ ଅଛି, ଏଠି ପ୍ରୋଜେକ୍ଟ ଡାଇରେକ୍ଟରଙ୍କର ବି ସାଇନ୍ ଅଛି। ଆଉ ଆପଣଙ୍କର ଦେଖନ୍ତୁ କେମିତି କ'ଣ ଆପ୍ଲାଏ କରିବେ, ପ୍ରୋସିଜିଓର ଆପଣଙ୍କର ଏଇଟା ରହିଲା। କିଛି ନାହିଁ, ଆପଣ ୱେବସାଇଟ୍ ଯାଇକି ଦେଖିଦେବେ। ୱେବସାଇଟ୍ରେ ଆପଣଙ୍କର ଫର୍ମ ମିଳିଯିବ। 3.5 ଆଉ 2.5ର ଫଟୋଗ୍ରାଫ ଆପଣଙ୍କର ଦରକାର, ଫଟୋ କପି ଯେଉଁଟା। ଆଉ ଯେଉଁ ଡକୁମେଣ୍ଟ ଯାହା ଥିବ ସେ ଡକୁମେଣ୍ଟସକୁ ଆପଣ ଏଇ ଆଡ୍ରେସରେ ପଠାଇଦେବେ। ଆପଣଙ୍କୁ ଯଦି ଯେଉଁ ଦରକାର, ଯଦି ଆପଣଙ୍କୁ ଏଇ ନୋଟିଫିକେସନଟା ମୋତେ କମେଣ୍ଟ ସେକ୍ସନରେ କହିଲେ ମୁଁ ଆପଣଙ୍କୁ ଦେଇଦେବି କମେଣ୍ଟରେ। ଏଠି ଦେଖନ୍ତୁ ସିଗ୍ନେଚର ଅଫ୍ ଦ କ୍ୟାଣ୍ଡିଡେଟ୍ ଅନ୍ ଆପ୍ଲିକେସନ୍ ଫର୍ମ, ସବୁଥିରେ ସିଗ୍ନେଚର କରିଥିବେ। HSC ସାର୍ଟିଫିକେଟ୍ ଦେବେ, ଆଉ ମାର୍କସିଟ୍ ଦେବେ, +2 ସାର୍ଟିଫିକେଟ୍ ଦେବେ, +2 ମାର୍କସିଟ୍ ଦେବେ। ରେସିଡେନ୍ସିଆଲ୍ ସାର୍ଟିଫିକେଟ୍ ଆପଣଙ୍କର ଇମ୍ପୋର୍ଟାଣ୍ଟ। ତାପରେ ରହୁଛି ଭ୍ୟାଲିଡ୍ କାଷ୍ଟ ସାର୍ଟିଫିକେଟ୍, ଯେଉଁମାନେ
ଜେନେରାଲ ଛାଡ଼ିକି ଯେଉଁମାନେ ଥିବେ ତାଙ୍କର କାଷ୍ଟ ସାର୍ଟିଫିକେଟ୍ ଦେବେ 7 ନମ୍ବର ପଏଣ୍ଟ ଯେଉଁଟା। ତାପରେ କମ୍ପ୍ୟୁଟର ସାର୍ଟିଫିକେଟ୍ ଆପଣଙ୍କର ମାଗିଛି। ଯଦି +3 PGDCA ଯଦି ଦେଉଛନ୍ତି ତାହେଲେ PGDCA ପାଇଁ +3ର ସାର୍ଟିଫିକେଟ୍ ବି ସିଏ ନେବେ। ତାପରେ ଏନଭଲପରେ ଆପଣ ସେଇଟା ପୂରେଇକି ଦେବେ, ୱାନ୍ ସେଲ୍ଫ ଆଡ୍ରେସ୍ ଏନଭଲପ। ତାପରେ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଦେଖନ୍ତୁ, ଫଟୋଗ୍ରାଫ ଆପଣଙ୍କୁ 2ଟା ଫଟୋଗ୍ରାଫ ପାଇଁ କହିଛି। ତାପରେ ଦେଖନ୍ତୁ ସେଲ୍ଫ ଆଟେଷ୍ଟ କପି ଅଫ୍ ଭ୍ୟାଲିଡ୍ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କାର୍ଡ଼ ଅଫ୍ ରାୟଗଡ଼ା ଡିଷ୍ଟ୍ରିକ୍ଟ। ତାଙ୍କ ଡିଷ୍ଟ୍ରିକ୍ଟର ଏଇଟା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କାର୍ଡ଼ ବି ଆପଣଙ୍କୁ ମାଗିଛି। ତାପରେ ଏଗୁଡ଼ା ଆପଣ ଜେରକ୍ସ କପି ପଠାଇବେ, ଅରିଜିନାଲ ପଠାଇବେନି। ତାପରେ ଯଦି ଆପଣଙ୍କର ଡିଜେବିଲିଟି ଅଛି ତ ଡିଜେବିଲିଟି ସାର୍ଟିଫିକେଟ୍ ଆପଣ ପଠାଇବେ। ଦେଖନ୍ତୁ ଗ୍ରାମ ପଞ୍ଚାୟତର ଗ୍ରାମରଜକ ସେବକ ପଦବୀ ପାଇଁ ଆବେଦନ ଫର୍ମ ବି ମୁଁ ଆପଣଙ୍କୁ ଏଠି ଖୋଲିକି ଦେଖାଉଛି। ଏଠି ଫର୍ମ ଦେଖନ୍ତୁ, ଫର୍ମଟା ଏମିତି ଆପଣଙ୍କ ପାଖରେ ଅଛି। ଆବେଦନ କେଉଁ ଜିଲ୍ଲାର ଆପଣ ଏଠି ଲେଖିବେ। ଅନ୍ୟ ଜିଲ୍ଲାର ଯଦି ତ ପକାଇ ପାରିବେନି, ପର୍ଟିକୁଲାରଲି ରାୟଗଡ଼ା ଲେଖିବେ। ରାୟଗଡ଼ା ଏଠି ପ୍ରାର୍ଥୀଙ୍କ ନାଁ ଲେଖିବେ, ଆପଣଙ୍କ ନାଁ ଲେଖିବେ, ବାପାଙ୍କ ନାଁ ଲେଖିବେ, ଲିଙ୍ଗ ଯାହା ବି ଆପଣଙ୍କର ମେଲ୍ କି ଫିମେଲ୍ ସେଇଟା ସିଲେକ୍ଟ କରିବେ। ଏଇଠି ଗୋଟେ ଫଟୋ ଲଗେଇଦେବେ, ଜନ୍ମ ତାରିଖ ଦେବେ, ମାସ ଦେବେ, ଏଠି ବର୍ଷ ଦେବେ, ବୟସ କେତେ ହେଇଛି ଲେଖିବେ। ତାପରେ ଆପଣଙ୍କର ST ଆପଣ SC ନା SC BC UR ସେଇଟା ଲେଖିବେ। ଆପଣ ଶାରୀରିକ ବିକଳାଙ୍ଗ ମାନେ ଡିଜେବିଲିଟି କ'ଣ ଅଛି ଆପଣଙ୍କର, ହଁ ତ ଅଛି ତ ହଁ, ନାହିଁ ଯଦି ତ ନାହିଁରେ ଲେଖିବେ। ତାପରେ ସ୍ଥାୟୀ ଠିକଣା ଆପଣଙ୍କର ଯାହା ଆଡ୍ରେସ୍ ପୁଟ୍ କରିବେ ଏଥିରେ। ତାପରେ ଏଥିରେ ଦେଖନ୍ତୁ 10th କେତେ କେଉଁ ବୋର୍ଡ଼ କେତେ ନମ୍ବର ରଖିଥିଲେ, ମୋଟ ନମ୍ବର କେତେ ଥିଲା, କେତେ ପରସେଣ୍ଟ ଥିଲା, +2ରେ କେତେ ଥିଲା, କମ୍ପ୍ୟୁଟରରେ କ'ଣ ଥିଲା, ଟୋଟାଲ୍ ଏଠି ମେନସନ୍ କରିବେ। ଜାତୀୟତା ଏଠି ନ୍ୟାସନାଲିଟିରେ ଆପଣ କ'ଣ ପକାଇବେ, ଇଣ୍ଡିଆନ୍, ଏଠି ଇଣ୍ଡିଆନ୍ ପଡ଼ିବ, ମନେ ରଖିବେ ଏଇଟା। ଜିଲ୍ଲାର ସ୍ଥାୟୀ ବାସିନ୍ଦା କି, ଯଦି ହଁ ତ ହଁ ପକାଇବେ, ଯଦି ନାହିଁ ତ ନାହିଁରେ ପକାଇବେ। ତାପରେ ଏତଦ୍ୱାରା ମୁଁ ଆପଣଙ୍କର ଏଥିରେ ନାଁ ଲେଖିବେ, ନିଜ ନାଁ, ଏ ଜାଗାରେ ବାପାଙ୍କ ନାଁ ଲେଖିବେ। ଏଠି ସ୍ଥାନ ଯେଉଁ ଜାଗାରୁ ଆପଣ ପକାଉଛନ୍ତି ସେ ଜାଗାର ନାଁ ମେନସନ୍ କରିବେ, ଡେଟ୍ ମେନସନ୍ କରିବେ, ସିଗ୍ନେଚରଟା ଏଠି କରିଦେବେ। ସିଗ୍ନେଚରଟା କଲା ପରେ ପ୍ରିଣ୍ଟ କାଢ଼ିକି ଆପଣ ତାକୁ ପଠାଇଦେବେ। କେଉଁ ଆଡ୍ରେସ୍ରେ ଆପଣଙ୍କୁ ଆଡ୍ରେସ୍ଟା ଦେଇଥିଲି, ଏଠି ଆଡ୍ରେସ୍ ହେଉଛି ଆପଣଙ୍କର ଦେଖନ୍ତୁ ଏଇଠି ପ୍ରୋଜେକ୍ଟ ଡାଇରେକ୍ଟର, ଏଇଟା ପ୍ରୋଜେକ୍ଟ ଡାଇରେକ୍ଟର DRDA ରାୟଗଡ଼ା, ହେଡ୍ ପୋଷ୍ଟ ରାୟଗଡ଼ା, ଡିଷ୍ଟ୍ରିକ୍ଟ ରାୟଗଡ଼ା, ସ୍ପିଡ୍ ପୋଷ୍ଟରେ ଆପଣ ପଠାଇଦେବେ। ବାସ୍ ଆପଣଙ୍କର ସେଠି 22 ତାରିଖ ଭିତରେ ପହଞ୍ଚିବା ଦରକାର। ଏଇଟା ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ ଜିନିଷ। ଏଇଭଳିଆ ସବୁ ଇମ୍ପୋର୍ଟାଣ୍ଟ ଅପଡେଟ୍, ଜବ୍ ଅପଡେଟ୍ ପାଇବା ପାଇଁ କାଇଣ୍ଡଲି ମୋ ପରୀକ୍ଷା ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ ସୋ ମଚ୍।